ଆଜି ମୁଁ ପରମେଶ୍ୱରଙ୍କ ସହିତ ଚାଲୁଥାଇ ସ୍ୱର୍ଗରେ ଆରୋହଣ କର। ଏହି ବିଷୟ ଅନ୍ତର୍ଗତ ପରମେଶ୍ୱରଙ୍କ ବାକ୍ୟର ଭାଗ କରିବାକୁ ଚାହିଁବି। ଆମ୍ଭେ ସମସ୍ତେ ସ୍ୱର୍ଗ ରାଜ୍ୟରେ ଫେରି ଯିବାକୁ ଚାହୁଁଅଛୁ। ଏହି ବିଷୟରେ କୌଣସି ସନ୍ଦେହ ନାହିଁ କି ଆମ୍ଭ ସମସ୍ତଙ୍କ ପାଖରେ ସ୍ୱର୍ଗ ପାଇଁ ସେହି ଆଶା ଅଛି, ହଁ ନା? ସ୍ୱର୍ଗ ଯିବାରେ ସକ୍ଷମ ହେବା ପାଇଁ ଆମ୍ଭମାନଙ୍କୁ ହନୋକ, ନୋହ ଓ ଅବ୍ରାହମଙ୍କ ପରି ଯେଉଁମାନେ ପରମେଶ୍ୱରଙ୍କ ସହିତ ଚାଲିଲେ ବିଶ୍ୱାସର ଜୀବନ ଯାପନ କରିବା ଉଚିତ, ଯାହାଦ୍ୱାରା ଆମ୍ଭମାନଙ୍କ ସ୍ୱର୍ଗାରୋହଣ ହୋଇପାରିବ। ଆଜି ବିଶ୍ୱାସର ପୂର୍ବପୁରୁଷଙ୍କ ଇତିହାସ ଦ୍ୱାରା ଯେଉଁମାନେ ପୃଥିବୀରେ ପରମେଶ୍ୱରଙ୍କ ସହିତ ଚାଲିବା ପରେ ସ୍ୱର୍ଗାରୋହଣ କଲେ, ଆସନ୍ତୁ ଆମ୍ଭେ ସ୍ୱର୍ଗ ଯିବାର ବୁଦ୍ଧି ଶିଖିବା। ଆସନ୍ତୁ ଆମ୍ଭେ ଆଦି ପୁସ୍ତକ ଅଧ୍ୟାୟ 5 ଉପରେ ଏକ ନଜର ପକାଇବା। ଆଦି ପୁସ୍ତକ ଅଧ୍ୟାୟ 5 ପଦ 21। ହନୋକ 65 ବର୍ଷ ବୟସରେ ମଥୁସେଲହକୁ ଜାତ କଲେ। ମଥୁସେଲହର ଜନ୍ମ ଉତ୍ତାରେ ହନୋକ 300 ବର୍ଷ ପର୍ଯ୍ୟନ୍ତ ପରମେଶ୍ୱରଙ୍କ ସହିତ ଗମନାଗମନ କଲେ। ପୁଣି ସେ ଆହୁରି ପୁତ୍ରକନ୍ୟାମାନଙ୍କୁ ଜାତ କଲେ। ଏଠାରେ ଏହା ଲେଖା ଅଛି କି ହନୋକ ପରମେଶ୍ୱରଙ୍କ ସହିତ ଗମନାଗମନ କଲେ। ପଦ 23। ହନୋକଙ୍କର ବୟସ ସର୍ବସୁଦ୍ଧା 365 ବର୍ଷ ଥିଲା। ହନୋକ ପରମେଶ୍ୱରଙ୍କ ସହିତ ଗମନାଗମନ କଲେ, ଆଉ ସେ ଅନ୍ତର୍ହିତ ହେଲେ, ଯେହେତୁ ପରମେଶ୍ୱର ତାଙ୍କୁ ଗ୍ରହଣ କଲେ। ଏହା ମହତ୍ୱପୂର୍ଣ୍ଣ ଭାଗ ଅଟେ। ସେ ପରମେଶ୍ୱରଙ୍କ ସହିତ ଗମନାଗମନ କଲେ। କିଛି କାରଣ ଥିବ କି ପରମେଶ୍ୱର ଆଦି ପୁସ୍ତକ ଅଧ୍ୟାୟ 5ରେ ଜଣେ ଏପରି ବ୍ୟକ୍ତିଙ୍କ ଇତିହାସ ଉଲ୍ଲେଖ କଲେ ଯେ ପରମେଶ୍ୱରଙ୍କ ସହିତ ଗମନାଗମନ କଲେ ଓ ସ୍ୱର୍ଗରେ ଆରୋହଣ କଲେ। ଯଦି ଆପଣ ପରମେଶ୍ୱରଙ୍କ ସହିତ ଚାଲିବା ଏହି ବାକ୍ୟର ବିଷୟରେ ଭାବିବେ, ତେବେ ଏହାର ଆକ୍ଷରିକ ଅର୍ଥ ଅଛି ପରମେଶ୍ୱରଙ୍କ ସହିତ ଏକ ସଙ୍ଗରେ ଚାଲିବା। ଆମ୍ଭେ ଏହା ଆତ୍ମିକ ରୂପରେ କେମିତି ବୁଝିପାରିବା? ଯେତେବେଳେ ଆମ୍ଭେ ହନୋକଙ୍କ ଇତିହାସକୁ ସ୍ମରଣ କରୁ, ଯେ ପରମେଶ୍ୱରଙ୍କ ସହିତ ଗମନାଗମନ କରୁଥିଲା ଓ ସ୍ୱର୍ଗରେ ଆରୋହଣ କଲା, ବା ଅବ୍ରାହମ ଓ ନୋହଙ୍କ ଇତିହାସ, ଯେଉଁମାନେ ପରମେଶ୍ୱରଙ୍କ ସହିତ ଗମନାଗମନ କରୁଥିଲେ, ତେବେ ଆମ୍ଭେ ପରମେଶ୍ୱରଙ୍କ ସହିତ ଗମନ କରିବାକୁ ପରମେଶ୍ୱରଙ୍କ ନମୁନାର ପାଳନ କରିବା ରୂପରେ ପରିଭାଷିତ କରିପାରିବା। ଆମ୍ଭମାନଙ୍କୁ ମଧ୍ୟ ଯେଉଁମାନେ ଅନ୍ତିମ ଦିନରେ ଜୀବନଯାପନ କରୁଛନ୍ତି, ସ୍ୱର୍ଗରେ ପ୍ରବେଶ କରିବା ପାଇଁ ପରମେଶ୍ୱରଙ୍କ ସହିତ ଚାଲିବା ଉଚିତ। ତେବେ ଆମ୍ଭେ ଏପରି କେମିତି କହିପାରିବା? ଆସନ୍ତୁ ଆମେ ଯୋହନ ଅଧ୍ୟାୟ 13ରେ ଯୀଶୁଙ୍କ ଠାରୁ ଜ୍ଞାନ ପ୍ରାପ୍ତ କରିବା। ଯୋହନ ଅଧ୍ୟାୟ 13 ପଦ 15। କାରଣ ତୁମମାନଙ୍କ ପ୍ରତି ମୁଁ ଯେପରି କରିଅଛି, ତୁମେମାନେ ମଧ୍ୟ ଯେ ସେପରି କର। ଏଥି ନିମନ୍ତେ ମୁଁ ତୁମମାନଙ୍କୁ ଗୋଟିଏ ଆଦର୍ଶ ଦେଖାଇଅଛି। ଯୀଶୁ କହିଲେ, କାରଣ ତୁମମାନଙ୍କ ପ୍ରତି ମୁଁ ଯେପରି କରିଅଛି, ତୁମେମାନେ ମଧ୍ୟ ଯେ ସେପରି କର। ଏଥି ନିମନ୍ତେ ମୁଁ ତୁମମାନଙ୍କୁ ଗୋଟିଏ ଆଦର୍ଶ ଦେଖାଇଅଛି। ଯଦିଓ ଆମ୍ଭେ କହୁଅଛୁ କି ଆମ୍ଭେ ଯୀଶୁଙ୍କ ସହିତ ଚାଲୁଅଛୁ ଓ ଖ୍ରୀଷ୍ଟ ଆନସାଙ୍ଗଙ୍କ ସହିତ ଚାଲୁଅଛୁ, ଯେ ଯୀଶୁଙ୍କ ନୂତନ ନାମ ସହିତ ଆସିଛନ୍ତି ଆଉ ଜେରୁସାଲେମ ମାତାଙ୍କ ସହିତ ଚାଲୁଅଛୁ, ତେବେ ଆମ୍ଭମାନଙ୍କୁ ସିଓନରେ ତାହାଙ୍କ ଆଦର୍ଶ ପାଳନ କରିବା ଉଚିତ। କେବଳ ସେହି ସମୟରେ ଆମ୍ଭେ କହିପାରିବା କି ଆମ୍ଭେ ପରମେଶ୍ୱରଙ୍କ ସହିତ ଚାଲୁଅଛୁ ଓ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରୁଅଛୁ। ବାଇବଲ ଆମ୍ଭକୁ ତାହା ଶିକ୍ଷା କରେ। ଆସନ୍ତୁ ଆମ୍ଭେ ପ୍ରକାଶିତ ବାକ୍ୟ ଅଧ୍ୟାୟ 14ରେ ଏହି ବିଷୟର ପୁଷ୍ଟି କରିବା। ପ୍ରକାଶିତ ବାକ୍ୟ ଅଧ୍ୟାୟ 14 ପଦ 3। ସେମାନେ ସିଂହାସନ, ଚାରି ପ୍ରାଣୀ ଓ ପ୍ରାଚୀନମାନଙ୍କ ସମ୍ମୁଖରେ ଗୋଟିଏ ନୂତନ ଗୀତ ଗାନ କଲେ। ପୁଣି ପୃଥିବୀରୁ କ୍ରୀତ ସେହି 1,44,000 ଲୋକଙ୍କ ବିନା ଆଉ କେହି ସେ ଗୀତ ଶିଖି ପାରିଲେ ନାହିଁ। ସେମାନେ ସ୍ତ୍ରୀ ସଂସର୍ଗରେ ଆପଣା ଆପଣାକୁ କଳୁଷିତ କରିନଥିଲେ, କାରଣ ସେମାନେ ସୂଚି। ମେଷ ଶାବକ ଯେ କୌଣସି ସ୍ଥାନକୁ ଗମନ କରନ୍ତି, ସେ ସ୍ଥାନକୁ ସେମାନେ ତାହାଙ୍କର ଅନୁଗାମୀ ହୁଅନ୍ତି। ଏଠାରେ ମେଷ ଶାବକ ଯୀଶୁଙ୍କୁ ବୁଝାଇଥାଏ, ହଁ ନା? ବାଇବେଲ କହୁଅଛି କି ମେଷ ଶାବକ ଯେ କୌଣସି ସ୍ଥାନକୁ ଗମନ କରନ୍ତି, ଆମ୍ଭକୁ ତାହାଙ୍କ ପାଳନ କରିବା ଉଚିତ। ଏହାର ଅର୍ଥ କି ଆମ୍ଭମାନଙ୍କୁ ପ୍ରତ୍ୟେକ ଅର୍ଥର ପାଳନ କରିବା ଉଚିତ ଯାହା ସେ ଆମ୍ଭମାନଙ୍କୁ ଦେଖାଇଛନ୍ତି, ହଁ ନା? କାରଣ ଆମ୍ଭେ ସମସ୍ତ ପ୍ରକାରେ ଖ୍ରୀଷ୍ଟଙ୍କର ଆଦର୍ଶର ପାଳନ କରୁଅଛୁ। ତେବେ ବାଇବେଲ କହିଲା, ମେଷ ଶାବକ ଯେ କୌଣସି ସ୍ଥାନକୁ ଗମନ କରନ୍ତି, ସେ ସ୍ଥାନକୁ ସେମାନେ ତାହାଙ୍କର ଅନୁଗାମୀ ହୁଅନ୍ତି। ଏହା ତ ପରମେଶ୍ୱରଙ୍କ ନିମିତ୍ତ ପ୍ରଥମଜାତ ଫଳ ସ୍ୱରୂପେ ମନୁଷ୍ୟମାନଙ୍କ ମଧ୍ୟରୁ କ୍ରୀତ ହୋଇଅଛନ୍ତି।
ଯେଉଁ ଲୋକମାନେ ଯେଉଁ ସ୍ଥାନକୁ ପରମେଶ୍ୱର ଗମନ କରନ୍ତି ତାହାଙ୍କର ପାଳନ କରନ୍ତି ସେମାନେ ଯୀଶୁଙ୍କର ପ୍ରତ୍ୟେକ ଆଦର୍ଶ ପାଳନ କରନ୍ତି। ଅନେକ ଗୁଡ଼ିଏ ଧର୍ମ ଓ ଚର୍ଚ୍ଚ ଅଛି ଯେଉଁମାନେ ପରମେଶ୍ୱରଙ୍କ ଉପରେ ବିଶ୍ୱାସ କରିବାର ଦାବି କରନ୍ତି। ସେମାନଙ୍କ ମଧ୍ୟରୁ କେଉଁ ଧର୍ମ ବା କେଉଁ ଚର୍ଚ୍ଚ ପରମେଶ୍ୱରଙ୍କ ସହିତ ଚାଲୁଅଛି? ସେମାନେ ପରମେଶ୍ୱରଙ୍କ ପ୍ରତ୍ୟେକ ଆଦର୍ଶର ପାଳନ କରୁଥିବା ଲୋକ ଅଟନ୍ତି। କ'ଣ ଆପଣଙ୍କୁ ଏପରି ଲାଗେ ନାହିଁ? ଏପରି ଲୋକ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବା ପାଇଁ ଯୋଗ୍ୟ ଅଟନ୍ତି। ବାଇବଲ ଏହାର ସାକ୍ଷ୍ୟ ଦେଉଅଛି। କାରଣ ବାଇବଲ ଆମମାନଙ୍କୁ କହୁଅଛି କି ଏହି ଲୋକମାନେ ପରମେଶ୍ୱରଙ୍କ ସହିତ ଗମନାଗମନ କରନ୍ତି। ଏଥିପାଇଁ ଆଜି ଆସନ୍ତୁ ଆମ୍ଭେ ବାଇବଲର କିଛି ବାକ୍ୟ ଦ୍ୱାରା ଏହା ଦେଖିବା ପାଇଁ ସ୍ୱୟଂ ଯାଞ୍ଚ କରିବା କି ଆମ୍ଭେ ପରମେଶ୍ୱରଙ୍କ ସହିତ ଚାଲୁଅଛୁ କି ନାହିଁ। ଆସନ୍ତୁ ଆମ୍ଭେ ଦେଖିବା କି କ'ଣ ଆମ୍ଭେ ପରମେଶ୍ୱରଙ୍କ ସହିତ ଚାଲୁଅଛୁ ବା ଆପଣା ନିଜର ବିଚାର ବା ଭାବନାର ସହିତ ଚାଲୁଅଛୁ। ଆସନ୍ତୁ ଆମ୍ଭେ ବାଇବେଲ ଦ୍ୱାରା ନିଜର ଯାଞ୍ଚ କରିବା। ଖ୍ରୀଷ୍ଟ କେଉଁ ପ୍ରକାରର ଆଦର୍ଶ ଆମ୍ଭମାନଙ୍କୁ ଦେଖାଇଛନ୍ତି ଯାହାଦ୍ୱାରା ଆମ୍ଭେ ତାହାଙ୍କର ପାଳନ କରିପାରିବା। ଆସନ୍ତୁ ଆମ୍ଭେ ଲୁକ ଅଧ୍ୟାୟ 4କୁ ଯିବା ଆଉ ଜାଣିବା କି କ'ଣ ଆମ୍ଭେ ପରମେଶ୍ୱରଙ୍କ ସହିତ ଚାଲୁଅଛୁ କି ନାହିଁ। ଆସନ୍ତୁ ଆମ୍ଭେ ଲୁକ ଅଧ୍ୟାୟ 4 ପଦ 16 ଦେଖିବା। ସେ ଯେଉଁ ନାଜରିତରେ ପ୍ରତିପାଳିତ ହୋଇଥିଲେ ସେହି ସ୍ଥାନକୁ ଇତିମଧ୍ୟରେ ଗଲେ ଓ ଆପଣା ରୀତି ଅନୁସାରେ ବିଶ୍ରାମବାରରେ ଆଧୁନିକ ସାପ୍ତାହିକ ପ୍ରଣାଳୀରେ ବିଶ୍ରାମବାର କେଉଁ ଦିନ ଆସୁଅଛି? ସପ୍ତମ ଦିନ ଶନିବାରକୁ ଆସୁଅଛି। ବିଶ୍ରାମବାରରେ ସମାଜଗୃହରେ ପ୍ରବେଶ କଲେ ଓ ପାଠ କରିବା ନିମନ୍ତେ ଠିଆ ହେଲେ। ସେଥିରେ ଯିଶାୟ ଭାବବାଦୀଙ୍କ ପୁସ୍ତକ ତାହାଙ୍କୁ ଦିଆଗଲା ଆଉ ସେ ତାହା ଫିଟାଇ ଯେଉଁ ସ୍ଥାନରେ ଏହି ବାକ୍ୟ ଲିଖିତ ଅଛି ତାହା ଫିଟାଇଲେ। ପ୍ରଭୁଙ୍କ ଆତ୍ମା ମୋ ଠାରେ ଅଧିଷ୍ଠିତ, ଯେଉଁ ଦିନହୀନ ମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବା ନିମନ୍ତେ ସେ ମୋତେ ଅଭିଷିକ୍ତ କରିଛନ୍ତି, ବନ୍ଦୀମାନଙ୍କ ନିକଟରେ ମୁକ୍ତି ଓ ଅନ୍ଧମାନଙ୍କ ନିକଟରେ ଦୃଷ୍ଟି ଲାଭର ବିଷୟ ଘୋଷଣା କରିବାକୁ, ପୁଣି ଉପଦ୍ରବ୍ୟ ପ୍ରାପ୍ତ ଲୋକମାନଙ୍କୁ ମୁକ୍ତ କରିବାକୁ ଆଉ ପ୍ରଭୁଙ୍କ ଅନୁଗ୍ରହ ବର୍ଷା ଘୋଷଣା କରିବାକୁ ସେ ମୋତେ ପ୍ରେରଣ କରିଅଛନ୍ତି। ପରେ ସେ ପୁସ୍ତକ ବନ୍ଦ କରି ପରିଚାରକକୁ ତାହା ଫେରାଇ ଦେଇ ଉପବେଶନ କଲେ ଆଉ ସମାଜ ଗୃହରେ ସମସ୍ତଙ୍କ ଦୃଷ୍ଟି ତାହାଙ୍କ ଉପରେ ସ୍ଥିର ହୋଇ ରହିଲା। ଅନେକ ଗୁଡ଼ିଏ ଆଦର୍ଶ ମଧ୍ୟରୁ ଯାହା ଯୀଶୁ ଆମ୍ଭମାନଙ୍କୁ ଦେଖାଇଲେ, ଲୁକ ଅଧ୍ୟାୟ 4 ପଦ 16ରେ ବିଶ୍ରାମ ଦିନକୁ ପାଳନ କରିବାର ଆଦର୍ଶ ଦେଖିପାରିବା। ପରମେଶ୍ୱରଙ୍କ ସହିତ ଚାଲୁଥିବାର ଅର୍ଥ ପରମେଶ୍ୱରଙ୍କ ଆଦର୍ଶ ପାଳନ କରିବା। ଯୀଶୁ ଯେ 2000 ବର୍ଷ ପୂର୍ବେ ଏହି ପୃଥିବୀରେ ଆସିଥିଲେ ଆଉ ଦ୍ୱିତୀୟ ଥର ଆଗମନ କର୍ତ୍ତା ଖ୍ରୀଷ୍ଟ ଯେ ପବିତ୍ର ଆତ୍ମାଙ୍କ ଯୁଗରେ ଆସିଲେ, ସେ ଆମ୍ଭମାନଙ୍କୁ ବିଶ୍ରାମ ଦିନକୁ ପାଳନ କରିବାର ଆଦର୍ଶ ଦେଖାଇଲେ। କାରଣ ଖ୍ରୀଷ୍ଟ ବିଶ୍ରାମ ଦିନକୁ ପାଳନ କରିବାର ଆଦର୍ଶ ଦେଖାଇଲେ, ତେବେ ଆମ୍ଭମାନଙ୍କୁ କେଉଁ ଦିନ ପରମେଶ୍ୱରଙ୍କ ସହିତ ଚାଲିବା ପାଇଁ ପରମେଶ୍ୱରଙ୍କ ଆରାଧନା କରିବା ଉଚିତ? କ'ଣ ଆମ୍ଭମାନଙ୍କୁ ବିଶ୍ରାମ ଦିନ ଆରାଧନା କରିବା ଉଚିତ ନୁହେଁ? ଏହା ସେହି ଲୋକମାନଙ୍କର ବିଶ୍ୱାସ ଯେଉଁମାନେ ପରମେଶ୍ୱରଙ୍କ ସହିତ ଚାଲୁଛନ୍ତି। ଆଜି ସମସ୍ତ ଚର୍ଚ୍ଚ କହୁଛନ୍ତି କି ସେମାନେ ପରମେଶ୍ୱରଙ୍କ ସହିତ ଚାଲୁଛନ୍ତି, କିନ୍ତୁ ଯଦି ସେମାନେ ପରମେଶ୍ୱରଙ୍କ ଆଦର୍ଶ, ପରମେଶ୍ୱରଙ୍କ ସତ୍ୟ ଓ ପରମେଶ୍ୱରଙ୍କ ପଥ ପାଳନ କରୁନାହାନ୍ତି, ତେବେ ସେମାନେ ଏହା କହିପାରିବେ ନାହିଁ କି ସେମାନେ ପରମେଶ୍ୱରଙ୍କ ସହିତ ଚାଲୁଛନ୍ତି। ବିଶ୍ରାମ ଦିନର ସରଳ କିନ୍ତୁ ମହତ୍ୱପୂର୍ଣ୍ଣ ସତ୍ୟର ସହିତ ମଧ୍ୟ ଆମ୍ଭେ ସେହି ଚର୍ଚ୍ଚର ମଧ୍ୟରେ ପାର୍ଥକ୍ୟ କରିପାରିବା ଯାହା ପରମେଶ୍ୱରଙ୍କ ସହିତ ଚାଲୁଅଛି ଓ ଯାହା ପରମେଶ୍ୱରଙ୍କ ସହିତ ଚାଲୁନାହିଁ। ଯଦି ଗୋଟିଏ ଚର୍ଚ୍ଚ ସେହି ଆଦର୍ଶ ପାଳନ କରୁଅଛି ଯାହା ଯୀଶୁଖ୍ରୀଷ୍ଟ ଆପଣା ଲୋକଙ୍କୁ ଦେଖାଇଥିଲେ, ତେବେ ଏହା ନିଶ୍ଚିତ କି ଚର୍ଚ୍ଚ ପରମେଶ୍ୱରଙ୍କ ସହିତ ଚାଲୁଅଛି। ଏହି ସରଳ ତଥ୍ୟ ସହିତ ଆମ୍ଭମାନଙ୍କୁ ସେହି ଚର୍ଚ୍ଚକୁ ଖୋଜିବା ଉଚିତ ଯେ ବିଶ୍ରାମ ଦିନ ପାଳନ କରୁଅଛି। ଯେଉଁ ଲୋକମାନେ ପରମେଶ୍ୱରଙ୍କ ସହିତ ଚାଲୁଛନ୍ତି ସେମାନେ ସ୍ୱର୍ଗରେ ଆରୋହଣ କରିପାରିବେ। ପରମେଶ୍ୱରଙ୍କ ସହିତ ଚାଲିବା ସେହି ଚର୍ଚ୍ଚର ମିଶନ ଯାହା ପରମେଶ୍ୱର ସ୍ଥାପିତ କରିଛନ୍ତି। ଆମ୍ଭେ ବାଇବେଲର ଶିକ୍ଷା ଦ୍ୱାରା ଏହାକୁ ବୁଝିପାରିବା। ତେବେ ସମୁଦ୍ର କୂଳର ବାଲି ସମାନ ଅନେକ ଚର୍ଚ୍ଚ ଅଛି
କିନ୍ତୁ ସେଥିମଧ୍ୟରୁ କେଉଁ ଚର୍ଚ୍ଚ ବିଶ୍ରାମ ଦିନକୁ ପବିତ୍ର ରୂପେ ପାଳିବାକୁ ସ୍ମରଣ ରଖୁଅଛି ତାହା ଚର୍ଚ୍ଚ ଅଫ୍ ଗଡ୍। ଯଦି ହିଁ ଲୋକମାନେ ବିଶ୍ରାମ ଦିନକୁ ପରିତ୍ୟାଗ କରିଦେଉଛନ୍ତି ଓ ରବିବାରକୁ ମନୋନୀତ କରୁଛନ୍ତି, କିନ୍ତୁ ଆମ୍ଭେ ପରମେଶ୍ୱରଙ୍କୁ ପରିତ୍ୟାଗ କରିପାରିବା ନାହିଁ। ଆମ୍ଭମାନଙ୍କୁ ସେହି ସମସ୍ତ ଆଦର୍ଶ ଓ ଶିକ୍ଷାକୁ କଦାପି ପରିତ୍ୟାଗ ନ କରିବା ଉଚିତ ଯାହା ପରମେଶ୍ୱର ଆମ୍ଭମାନଙ୍କୁ ଦେଖାଇଛନ୍ତି। ଆମ୍ଭମାନଙ୍କୁ ପରମେଶ୍ୱରଙ୍କ ସହିତ ଚାଲିବା ଉଚିତ। ଯଦି ହିଁ ସମସ୍ତ ସଂସାର ପରମେଶ୍ୱରଙ୍କ ପରିତ୍ୟାଗ କରେ, କିନ୍ତୁ ଆମ୍ଭମାନଙ୍କୁ ଶେଷ ପର୍ଯ୍ୟନ୍ତ ପରମେଶ୍ୱରଙ୍କ ସହିତ ଚାଲିବା ଉଚିତ। ଏହି ତଥ୍ୟକୁ ଧ୍ୟାନରେ ରଖିବା ସହିତ କି ପରମେଶ୍ୱରଙ୍କ ସହିତ ଚାଲିବା ପରମେଶ୍ୱରଙ୍କ ଆଦର୍ଶର ପାଳନ କରିବା ଅଟେ। ଆସନ୍ତୁ ଆମ୍ଭେ ଲୁକ୍ ଅଧ୍ୟାୟ 22 ପଦ 7କୁ ଯିବା। ପରେ ଯେଉଁଦିନ ନିସ୍ତାର ପର୍ବର ମେଷଶାବକ ବଳିଦାନ କରିବାକୁ ହୁଏ, ଖମିର ଶୂନ୍ୟ ରୋଟି ପର୍ବର ସେହିଦିନ ଉପସ୍ଥିତ ହେଲା। ଆଉ ସେ ପିତର ଓ ଯୋହନଙ୍କୁ ଏହା କହି ପଠାଇଲେ, ଆମ୍ଭେମାନେ ଯେପରି ଭୋଜନ କରିପାରିବୁ, ଏଥିପାଇଁ ତୁମ୍ଭେମାନେ ଯାଇ ଆମ୍ଭମାନଙ୍କ ନିମନ୍ତେ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କର। ଏହା ଯୀଶୁଙ୍କ ନିସ୍ତାର ପର୍ବ ପାଳନ କରିବାର ଦୃଶ୍ୟ, କାରଣ ଯୀଶୁ ନିସ୍ତାର ପର୍ବ ପାଳନ କରିବାର ଆଦର୍ଶ ଦେଖାଇଲେ। ତେବେ ପରମେଶ୍ୱରଙ୍କ ସହିତ ଗମନାଗମନ କରୁଥିବା ଲୋକମାନଙ୍କୁ କ'ଣ କରିବା ଉଚିତ? ସେମାନଙ୍କୁ ମଧ୍ୟ ଯୀଶୁଙ୍କ ଆଦର୍ଶର ପାଳନ କରିବା ଉଚିତ। କାହିଁକି? କାରଣ ଯୀଶୁ କହିଥିଲେ, କାରଣ ତୁମମାନଙ୍କ ପ୍ରତି ମୁଁ ଯେପରି କରିଅଛି ତୁମେମାନେ ମଧ୍ୟ ଯେ ସେପରି କର। ଏଥି ନିମନ୍ତେ ମୁଁ ତୁମମାନଙ୍କୁ ଗୋଟିଏ ଆଦର୍ଶ ଦେଖାଇଅଛି। ମୁଁ ତୁମମାନଙ୍କୁ ଆଦର୍ଶ ଦେଖାଇଅଛି ଯାହାଦ୍ୱାରା ତୁମେମାନେ ସେପରି ହିଁ କରିପାର। ବାସ୍ତବରେ ସ୍ୱର୍ଗ ଯିବା ପାଇଁ ଯୀଶୁଙ୍କୁ ନା ତ ବିଶ୍ରାମ ଦିନ ଓ ନିସ୍ତାର ପର୍ବ ପାଳନ କରିବାର ଆଉ ନା ହିଁ ବାପ୍ତିସ୍ମ ନେବାର ଆବଶ୍ୟକତା ଥିଲା। କ'ଣ ଆପଣଙ୍କୁ ଏପରି ଲାଗୁନାହିଁ? ତଥାପି ସେ ଏପରି କାହିଁକି କଲେ? ବାପ୍ତିସ୍ମ ମଧ୍ୟ ପାପୀମାନଙ୍କ ପାଇଁ। କ'ଣ ଆପଣଙ୍କୁ ଲାଗୁଅଛି କି ଯୀଶୁଙ୍କ ପାଖରେ ପାପ ଅଛି? ତାହାଙ୍କ ପାଖରେ କୌଣସି ପାପ ନାହିଁ। ବାଇବଲ ସାକ୍ଷ୍ୟ ଦେଉଅଛି କି ଯଦି ହିଁ ସେ ଶରୀରରେ ଆସିଥିଲେ, କିନ୍ତୁ ତାଙ୍କ ପାଖରେ କୌଣସି ପାପ ନାହିଁ। ପୁଣି ଏପରି କାହିଁକି ଯେ ସେ ବାପ୍ତିସ୍ମ ନେଲେ ଓ ବିଶ୍ରାମ ଦିନ ଓ ନିସ୍ତାର ପର୍ବ ପାଳନ କଲେ? ଆମ୍ଭମାନଙ୍କୁ ଏହା ବିଷୟରେ ସାବଧାନରେ ଭାବିବା ଉଚିତ। ସେ ଏହା କହୁଥାଇ ଏହି ସମସ୍ତ କଲେ, କାରଣ ତୁମମାନଙ୍କ ପ୍ରତି ମୁଁ ଯେପରି କରିଅଛି ତୁମେମାନେ ମଧ୍ୟ ଯେ ସେପରି କର। ଏଥି ନିମନ୍ତେ ମୁଁ ତୁମମାନଙ୍କୁ ଗୋଟିଏ ଆଦର୍ଶ ଦେଖାଇଅଛି। ଯଦି ଆମ୍ଭେ ପରମେଶ୍ୱରଙ୍କ ସହିତ ଚାଲୁଅଛୁ, ତେବେ ଆମ୍ଭମାନଙ୍କୁ ଆପଣା ବିଶ୍ୱାସର ଜୀବନରେ କ'ଣ କରିବା ଉଚିତ? ଆମ୍ଭମାନଙ୍କୁ ଏହି ସମସ୍ତ ଆଦର୍ଶର ପାଳନ କରିବା ଉଚିତ ଯାହା ପରମେଶ୍ୱର ଆମ୍ଭମାନଙ୍କୁ ଦେଖାଇଛନ୍ତି। ଆମ୍ଭମାନଙ୍କୁ ତାହା ଅଭ୍ୟାସରେ ଆଣିବା ଉଚିତ। ଏହି କାରଣରୁ ଲୁକ୍ ଅଧ୍ୟାୟ 22 ପଦ 7ରେ ଯୀଶୁ ଆପଣା ସବୁଠାରୁ ପ୍ରିୟ ଶିଷ୍ୟ ପିତର ଓ ଯୋହନଙ୍କୁ ନିସ୍ତାର ପର୍ବ ପ୍ରସ୍ତୁତ କରିବା ପାଇଁ ପଠାଇଲେ। ତେବେ ଆମ୍ଭମାନଙ୍କୁ ଏହା ଖୋଜିବା ଉଚିତ କି ପୁରା ଦୁନିଆରେ କେଉଁ ଚର୍ଚ୍ଚ ନିସ୍ତାର ପର୍ବ ପାଳନ କରୁଅଛି ଯାହା ଯୀଶୁ ଓ ପ୍ରେରିତମାନେ ପାଳନ କରିଥିଲେ? ଆସନ୍ତୁ ଆମ୍ଭେ ଦେଖିବା କି ଯୀଶୁ ନିସ୍ତାର ପର୍ବକୁ କେତେ ମହତ୍ୱପୂର୍ଣ୍ଣ ମାନୁଥିଲେ। ପଦ 9, ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ଆମ୍ଭେମାନେ କେଉଁ ସ୍ଥାନରେ ପ୍ରସ୍ତୁତ କରିବୁ ବୋଲି ଆପଣ ଇଚ୍ଛା କରନ୍ତି? ସେ ସେମାନଙ୍କୁ କହିଲେ, ଦେଖ, ତୁମ୍ଭେମାନେ ନଗରରେ ପ୍ରବେଶ କରନ୍ତେ ଜଳକୁମ୍ଭ ଘେନି ଯାଉଥିବା ଜଣେ ଲୋକ ତୁମ୍ଭମାନଙ୍କୁ ଭେଟିବ। ସେ ଯେଉଁ ଗୃହରେ ପ୍ରବେଶ କରିବ, ତାହାର ପଛେ ପଛେ ସେହି ଗୃହକୁ ଯାଇ ଗୃହର କର୍ତ୍ତାଙ୍କୁ କହିବ, ଗୁରୁ ଆପଣଙ୍କୁ ପଚାରୁଅଛନ୍ତି, ମୁଁ ମୋହର ଶିଶୁମାନଙ୍କ ସହିତ ଯେଉଁଠାରେ ନିସ୍ତାର ପର୍ବର ଭୋଜ ପାଳନ କରିବି, ସେହି ଅତିଥିଶାଳା କାହିଁ? ସେଥିରେ ସେ ତୁମ୍ଭମାନଙ୍କୁ ସୁସଜ୍ଜିତ ଗୋଟିଏ ଉପରିସ୍ଥ ବୃହତ୍ କୋଠରୀ ଦେଖାଇଦେବେ। ସେ ସ୍ଥାନରେ ପ୍ରସ୍ତୁତ କର। ଆଉ ସେମାନେ ଯାଇ ସେ ସେମାନଙ୍କୁ ଯେପରି କହିଥିଲେ ସେହିପରି ଦେଖି ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କଲେ। ପୁଣି ସମୟ ଉପସ୍ଥିତ ହୁଅନ୍ତେ। ନିସ୍ତାର ପର୍ବ ପାଳନ କରିବାର ତାରିଖ ଓ ସମୟ ଅଛି, ହଁ ନା? ସେ ଓ ତାହାଙ୍କ ସଙ୍ଗେ ପ୍ରେରିତମାନେ ଭୋଜନ କରିବାକୁ ବସିଲେ। ଆଉ ସେ ସେମାନଙ୍କୁ କହିଲେ, ମୋହର କ'ଣ? ଦୁଃଖ ଭୋଗ ପୂର୍ବେ ମୁଁ ତୁମମାନଙ୍କ ସହିତ ଏହି ନିସ୍ତାର ପର୍ବର ଭୋଜ ପାଳନ କରିବାକୁ ଏକାନ୍ତ ବାଞ୍ଛା କଲି। ନିସ୍ତାର ପର୍ବ ଏକ ବିଧି ଅଟେ ଯେଉଁଥିରେ ପରମେଶ୍ୱରଙ୍କ ଉଦ୍ଧାରର କାର୍ଯ୍ୟର ଏକ ବହୁତ ମହତ୍ୱପୂର୍ଣ୍ଣ ଅର୍ଥ ସାମିଲ ଅଛି। ସେ କହିଲେ, ମୋହର ଦୁଃଖ ଭୋଗ ପୂର୍ବେ ମୁଁ ତୁମମାନଙ୍କ ସହିତ ଏହି ନିସ୍ତାର ଭୋଜ ପାଳନ କରିବାକୁ ଏକାନ୍ତ ବାଞ୍ଛା କଲି। ଆସନ୍ତୁ ଆମେ ପଦ 17ରେ ଦେଖିବା କି ସେ ନିସ୍ତାର ପର୍ବରେ ଆମମାନଙ୍କୁ କେଉଁ ପ୍ରକାରର ପ୍ରତିଜ୍ଞା ଦେବାକୁ ଚାହୁଁଥିଲେ। ପୁଣି ସେ ପାନପାତ୍ର ଗ୍ରହଣ କରି ଧନ୍ୟବାଦ ଦେଇ କହିଲେ, ଏହା ନେଇ ଆପଣା ଆପଣା ମଧ୍ୟରେ ଭାଗ କର, କାରଣ ମୁଁ ତୁମମାନଙ୍କୁ କହୁଅଛି, ଈଶ୍ୱରଙ୍କ ରାଜ୍ୟ ନ ଆସିବା ପର୍ଯ୍ୟନ୍ତ ମୁଁ ଆଜିଠାରୁ ଦ୍ରାକ୍ଷା ଫଳର ରସ ଆଉ ପାନ କରିପାରିବି ନାହିଁ। ପୁଣି ସେ ରୋଟି ଘେନି ଧନ୍ୟବାଦ ଦେଲେ ଓ ତାହା ଭାଙ୍ଗି ସେମାନଙ୍କୁ ଦେଇ କହିଲେ, ତୁମମାନଙ୍କ ନିମନ୍ତେ ଦତ୍ତ ହେଉଥିବା ମୋହର ଶରୀର ଏହି, ମୋତେ ସ୍ମରଣ କରିବା ନିମନ୍ତେ ଏହା କର। ଭୋଜନ ଉତ୍ତାରେ ସେହିପରି ସେ ପାନପାତ୍ର ଘେନି କହିଲେ, ଏହି ପାନପାତ୍ର ତୁମମାନଙ୍କ ନିମନ୍ତେ ପାତିତ ହେଉଥିବା କ'ଣ? ମୋହର ରକ୍ତରେ ସ୍ଥାପିତ ନୂତନ ନିୟମ। ପରମେଶ୍ୱର କେଉଁ ପ୍ରକାରର ପର୍ବ ସମସ୍ତ ମାନବ ଜାତିଙ୍କୁ
ପ୍ରଦାନ କଲେ ତାହା ନିସ୍ତାର ପର୍ବ ଅଟେ। ଆଉ ସେ ଆମମାନଙ୍କୁ ଆଦର୍ଶ ଦେଖାଇଲେ କି ଏହା କିପରି ପାଳନ କରାଯିବ। କିନ୍ତୁ ଚତୁର୍ଥ ଶତାବ୍ଦୀରେ 325 ଖ୍ରୀଷ୍ଟାବ୍ଦରେ ଜୀବନର ସତ୍ୟ ନିସ୍ତାର ପର୍ବ ନିକିଆର ପରିଷଦ ଦ୍ୱାରା ନଷ୍ଟ କରାଗଲା। ଏହି ଦିନମାନଙ୍କରେ ଚର୍ଚ୍ଚ ଯୀଶୁଙ୍କ ଶିକ୍ଷାର ପାଳନ କରୁନାହିଁ, କିନ୍ତୁ ନିସ୍ତାର ପର୍ବକୁ ନଷ୍ଟ କରୁଥିବା ସଂଗଠନର ଶିକ୍ଷାକୁ ସ୍ୱୀକାର କରୁଅଛି। ଏହା ଏହି କାରଣରୁ ଚର୍ଚ୍ଚ ଯେ ପରମେଶ୍ୱରଙ୍କ ଆଦର୍ଶର ପାଳନ କରୁଅଛି ତାହା କ୍ଷୁଦ୍ର ଓ ସେହି ଚର୍ଚ୍ଚ ଗୁଡ଼ିକର ସଂଖ୍ୟା ଯାହା ଖ୍ରୀଷ୍ଟଙ୍କ ଆଦର୍ଶର ପାଳନ କରୁନାହିଁ ଅନେକ ଅଛି। ଏହା ମାଥିଉ ଅଧ୍ୟାୟ 13ରେ ଭବିଷ୍ୟବାଣୀ କରାଯାଇଅଛି। ଭାଇ ଓ ଭଉଣୀମାନେ, ଆପଣ କ୍ଷେତ୍ରରେ ବାଳୁଙ୍ଗାକୁ ଜାଣିଛନ୍ତି, ହଁ ନା? ଯଦି ହିଁ ଲୋକମାନେ ବାଳୁଙ୍ଗାର ଦେଖାଶୁଣା କରନ୍ତି ନାହିଁ, ତଥାପି ତାହା ଭଲ ଭାବରେ ବିକଶିତ ହେଉଅଛି। ଏହାର ବିପରୀତ ଗହମକୁ ଆମମାନଙ୍କ ଚେଷ୍ଟାର ଆବଶ୍ୟକତା ହୋଇଥାଏ। ଆମମାନଙ୍କୁ ଏହା ଠିକ୍ ପାଗରେ ପାଣି ଦେବାକୁ ପଡ଼ିଥାଏ, ଏହାକୁ ଉତ୍ପାଦିକା କରିବାକୁ ପଡ଼ିଥାଏ, ଆଉ କଣ୍ଟାକୁ ଦୂର କରିବାକୁ ପଡ଼ିଥାଏ। ଯେପର୍ଯ୍ୟନ୍ତ ଆମେ ଏହି ବସ୍ତୁକୁ କରିବା ନାହିଁ, ଗହମ ଭଲ ଭାବରେ ବିକଶିତ ହୋଇପାରିବ ନାହିଁ। ବାଳୁଙ୍ଗା ଭଲ ଭାବରେ ବୃଦ୍ଧି ହୋଇଥାଏ ଯଦି ହିଁ ଆମ୍ଭେ ତାହାର ଦେଖାଶୁଣା ବିଲକୁଲ କରିନଥାଉ। ଏହି ଦିନମାନଙ୍କରେ ଏହି ପୃଥିବୀରେ ବାଳୁଙ୍ଗା ବୀଜ ପ୍ରଚଳିତ ଅଛି। ସେମାନେ ସମ୍ପୂର୍ଣ୍ଣ କ୍ଷେତ ଅର୍ଥାତ୍ ସଂସାରରେ ଖେଳି ଯାଇଛନ୍ତି। କିନ୍ତୁ ଶେଷରେ କାଟିବା ସମୟରେ ପରମେଶ୍ୱର ବାଳୁଙ୍ଗା ଗଛକୁ ଏକାଠି କରି ଜଳାଇବା ପାଇଁ ସେମାନଙ୍କ ବିଡ଼ା ବାନ୍ଧିବେ ଆଉ ଗହମକୁ ସ୍ୱର୍ଗୀୟ ଅମାରରେ ଏକତ୍ର କରିବେ। କ'ଣ ପରମେଶ୍ୱର ଏପରି କହିଲେ ନାହିଁ? ଯଦି ହିଁ ସମସ୍ତ ଲୋକ ପରମେଶ୍ୱରଙ୍କ ଶିକ୍ଷା ଓ ଆଦର୍ଶର ପରିତ୍ୟାଗ କରିବେ, କିନ୍ତୁ ଆମମାନଙ୍କୁ କ'ଣ କରିବା ଦରକାର? ଆମମାନଙ୍କୁ ଆଦର୍ଶର ପାଳନ କରିବା ଉଚିତ, ଯେମିତି ପରମେଶ୍ୱର ଆମମାନଙ୍କୁ ଦେଖାଇଛନ୍ତି। ଆସନ୍ତୁ ଆମ୍ଭେ ପୁଣି ଥରେ ପଦ 20 ଦେଖିବା। ଭଜନ ଉତ୍ତାରେ ସେହିପରି ସେ ପାନପାତ୍ର ଘେନି କହିଲେ, ଏହି ପାନପାତ୍ର ତୁମମାନଙ୍କ ନିମନ୍ତେ ପାତିତ ହେଉଥିବା ମୋହର ରକ୍ତରେ ସ୍ଥାପିତ ନୂତନ ନିୟମ। ପରମେଶ୍ୱର ନିସ୍ତାର ପର୍ବରେ ନୂତନ ନିୟମର ସତ୍ୟ ଘୋଷଣା କଲେ। ଆମ୍ଭେ ପରମେଶ୍ୱରଙ୍କ ଚର୍ଚ୍ଚ ଓ ପରମେଶ୍ୱରଙ୍କ ସନ୍ତାନ ଅଟୁ। ଏଥିପାଇଁ ଆମମାନଙ୍କୁ ନିଶ୍ଚିତ ରୂପରେ ପରମେଶ୍ୱରଙ୍କ ଆଦର୍ଶର ପାଳନ କରିବା ଉଚିତ। ଏହି ଦିନମାନଙ୍କରେ ଏହି ପୃଥିବୀରେ ଅନେକ ଗୁଡ଼ିଏ ଚର୍ଚ୍ଚ ଅଛି। ସେହି ଅନେକ ଚର୍ଚ୍ଚ ମଧ୍ୟରୁ କେଉଁ ଚର୍ଚ୍ଚ ନିସ୍ତାର ପର୍ବ ପାଳନ କରୁଅଛି, ଯାହା ଯୀଶୁ ଆପଣା ଶିଷ୍ୟମାନଙ୍କ ସହିତ ପାଳନ କରିବାର ମହାନ ଅଭିଳାଷ ଥିଲା? ନିସ୍ତାର ପର୍ବ ପାଳନ କରିବାରେ କେଉଁ ଚର୍ଚ୍ଚ ଖ୍ରୀଷ୍ଟଙ୍କର ଆଦର୍ଶର ପାଳନ କରୁଅଛି? ଆମମାନଙ୍କୁ ଏହି ମାମଲାର ପୁଷ୍ଟି କରିବା ଉଚିତ। ନିସ୍ତାର ପର୍ବ ପାଳନ କରିବା ଲୋକଙ୍କ ସହିତ କ'ଣ ହେବ? ସେ ହନକଙ୍କ ପରି ଓ ଏଲିୟଙ୍କ ପରି ସ୍ୱର୍ଗରେ ଆରୋହଣ କରିବେ, କାରଣ ସେମାନେ ସମସ୍ତେ ପରମେଶ୍ୱରଙ୍କ ସହିତ ଗମନାଗମନ କଲେ। ପରମେଶ୍ୱରଙ୍କ ସହିତ ଗମନାଗମନ କରିବାର ଅର୍ଥ ପରମେଶ୍ୱରଙ୍କ ଆଦର୍ଶର ପାଳନ କରିବା ଓ ତାହା ଅଭ୍ୟାସରେ ଆଣିବା। ଏବେ ଆମ୍ଭେମାନେ ବିଶ୍ରାମ ଦିନ ଓ ନିସ୍ତାର ପର୍ବକୁ ସେହି ସମସ୍ତ ଆଦର୍ଶ ରୂପରେ ପାଇଅଛୁ, ଯାହାର ଆମମାନଙ୍କୁ ପାଳନ କରିବା ଉଚିତ। ଆସନ୍ତୁ ଆମ୍ଭେ ଆଉ ଏକ ଉଦାହରଣ ଖୋଜିବା। ଆସନ୍ତୁ ଆମ୍ଭେ ଜୋହନ ଅଧ୍ୟାୟ 7 ପଦ 2କୁ ଯିବା। କିନ୍ତୁ ଯିହୁଦୀମାନଙ୍କର କେଉଁ ପର୍ବ? କୁଟୀରବାସ ପର୍ବ ସନ୍ନିକଟ ହୁଅନ୍ତେ ଯେବେ ଆମ୍ଭେମାନେ ପଦ 14 ପଢ଼ିଥାଉ, ତେବେ ଏହା ଲେଖା ହୋଇଅଛି କି ଅର୍ଦ୍ଧେକ ସମୟ ଗତ ହୁଅନ୍ତେ ଏହା ଦେଖାଇଥାଏ କି ଏହା କୁଟୀରବାସ ପର୍ବର ମଧ୍ୟାନ୍ତର ସମୟ ଥିଲା। ଯେବେ ଆମ୍ଭେ ପଦ 37କୁ ଯାଇଥାଉ, ପର୍ବ ଅର୍ଥାତ୍ କୁଟୀରବାସ ପର୍ବର ଅନ୍ତିମ ଦିନ, ଯାହା ମୁଖ୍ୟ ଦିନ ଅଟେ, ଯୀଶୁ ଠିଆ ହୋଇ ଉଚ୍ଚ ସ୍ୱରରେ କହିଲେ, କେହି ଯଦି ତୃଷିତ ହୁଏ, ତେବେ ସେ ମୋ ନିକଟକୁ ଆସି ପାନ କରୁ। ଯେ ମୋ ଠାରେ ବିଶ୍ୱାସ କରେ, ଧର୍ମଶାସ୍ତ୍ରର ଉକ୍ତି ପ୍ରମାଣେ ତାହାର ଅନ୍ତରରୁ ଜୀବନ୍ତ ଜଳସ୍ରୋତ ପ୍ରବାହିତ ହେଉଥିବ। 2000 ବର୍ଷ ପୂର୍ବେ ଯୀଶୁ ଏହି ପୃଥିବୀକୁ ଆସିଲେ ଏବଂ ସେ କୁଟୀରବାସ ପର୍ବ ପାଳନ କରିବାକୁ ନମୁନା ଦେଖାଇଲେ। ସେଠାରେ ବିଶ୍ରାମ ଦିନ, ନିସ୍ତାର ପର୍ବ ଓ କୁଟୀରବାସ ପର୍ବ ଅଛି। ଏକ ଚର୍ଚ୍ଚ ଅଟେ ଯେ ଏହି ସମସ୍ତ ନମୁନାର ପାଳନ କରିଥାଏ। ତାହା କେଉଁ ଚର୍ଚ୍ଚ ଅଟେ? ତାହା ଚର୍ଚ୍ଚ ଅଫ୍ ଗଡ୍ ଅଟେ। ଯେଉଁ ଚର୍ଚ୍ଚରେ ଆମ୍ଭେମାନେ ଅଛୁ, ଏହା ସେହି ଚର୍ଚ୍ଚ ଅଟେ ଯାହାକୁ ଯୀଶୁଖ୍ରୀଷ୍ଟ ସ୍ଥାପିତ କରିଥିଲେ ଆଉ ଯାହାକୁ ପରମେଶ୍ୱର ପବିତ୍ର ଆତ୍ମାଙ୍କ ଯୁଗରେ ପୁନଃସ୍ଥାପିତ କରିଛନ୍ତି। ଆମ୍ଭେ ପରମେଶ୍ୱରଙ୍କ ସମସ୍ତ ଶିକ୍ଷା ଓ ନମୁନାର ପାଳନ କରୁଅଛୁ। ଚର୍ଚ୍ଚ ଅଫ୍ ଗଡ୍ ହନକଙ୍କ ତୁଲ୍ୟ, ଯେ ପରମେଶ୍ୱରଙ୍କ ସଙ୍ଗରେ ଗମନ କରିଥିଲା, ସ୍ୱର୍ଗକୁ ଗଲା।
चर्च ऑफ गॉड सही स्थान अटे जोठी समस्त लोक जो माने स्वर्ग को जीवे एकत्र हुअंती। यीशु चाहूथिले कि ताहांको शिष्य माने सामरिया और पृथ्वीर प्रांत पर्यंत मध्य सुसमाचार प्रचार करंतु। आसंतु आम्भे माथ्यू अध्याय 28 को जीवा और जानिबा कि क्यों प्रकार सुसमाचार से आम्भमानंकु प्रचार करने को चाहूथिले। पुणी यीशु सेमानंक निकट को आसी आलाप करी कहिले, स्वर्ग और पृथ्वीर समस्त अधिकार मते प्रदत्त होइअछि। अतएव तुम्हें माने जाई समस्त जातिर लोकंकु पिता पुत्र और पवित्र आत्मांक नाम रे बपतिस्म देई। परवर्ती भाग महत्वपूर्ण अटे। मु तुम्हानंकु जो जो आज्ञा देइअछि सही सब पालन करने को शिक्षा देई आम्भकु समस्त जाति मध्य रे जाई सही विषय पालन करने को शिक्षा करवा उचित, जहाँ यीशु आम मानंकु आज्ञा देइछन्ति। यह कहार इच्छा अटे? यह परमेश्वरंक इच्छा अटे। यह एथिपई कारण एही पथ द्वारा समस्त लोक उद्धार प्राप्त करि परिबे। मात्र जेबे आपण एही दिन मानंकरे चतुर्पार्श्वरे चर्च गुडी को देखंती, तेबे सेथि मध्यरु केतोटी चर्च अछि जे यीशुंक आज्ञा पालन करिथाय? जदि आम्भे आजि अध्ययन करा जायथिबा किछि विषय उपरे विचार करिबा, तेबे आम्भे माने जानि परिबा कि क्यों चर्च ताहा पालन करूअछि ओ शिक्षा करूअछि, जहाँ परमेश्वर आपणा लोकमानंकु आज्ञा देइछन्ति। वर्तमान आम्भे निश्चित रूप से यह चिन्हि पारिबा होना। अनंत स्वर्गर राज्य पाखकु बहुत पाखकु आसुअछि। स्वर्गर राज्य विषय चिंता करुथाई आम्भे आहुरी अधिक परमेश्वरंक सहित गमनागमन करबा उचित, जहा द्वारा आम्भे माने यह साक्ष्य प्राप्त करुथाई कि आपण सही परमेश्वर अटंती जे प्रसन्न करिबा वाला थिले हनकंक तुल्य स्वर्ग को जीवा। आम्भकु एपरि करिबा निमंते आम्भकु उचित भाव में बुझीबार जरूरी अटे कि यीशु आम्भमानंकु कोन शिक्षा कले, आम्भकु कोन आज्ञा देले आउ आम्भकु कोन मानिबाकु कहिले, जहा द्वारा आम्भे सियोनर समस्त संतान प्रत्येक दिन परमेश्वरंक सहित गमनागमन करि परिबा। आम्भमानंक आखपाखरे अनेक गुड़िए चर्च अछि अना। आसंतु आम्भे सही कथा विषय रे चिंता करिबा कि यीशुंक आज्ञा मध्यरु से माने कहार पालन करुछन्ति। आज आसंतु आम्भे विश्राम दिन संबंध रे सही कथा विषय रे चिंता करिबा। विश्राम दिन सही सत्य अटे जहाको यीशु एक नमूना रूपे स्वयं पालन करिथिले। मात्र कौनसी चर्च अछि जे विश्राम दिन पालन करे? चर्च ऑफ गॉड को छाड़ी देई आउ कौनसी चर्च नहीं। किछि लोक कहंती सेवेन डे एडवेंटिस्ट चर्च विषय रे कोन, किंतु सही चर्च विश्राम दिन को सठिक भावे पालन करे नहीं, कारण से माने शुक्रवार ठारू आराधना करंती। तेणु आम्भे यह कहि परिबा नहीं कि से माने विश्राम दिन पालन करंती। यह व्यतीत केउ दिन अधिकांश ख्रिस्टियन चर्च परमेश्वरंक आराधना करंती? से माने रविवार को परमेश्वरंक आराधना करंती, जहाँ विश्राम दिन नुहे। किछि चर्च रे शुक्रवार आराधना होई थाए, किछि चर्च रे रविवार आराधना होई थाए। आम्भमानंक विषय रे कोन? आमे परमेश्वरंक शिक्षार अनुसार विश्राम दिन पवित्र रूपे पालिबाको स्मरण कर सप्तम दिन परमेश्वरंक आराधना करिथाउ। यह विश्वासर पथ अटे जहाँ सठिक भाव में यीशुंक नमूनार पालन करिथाए। निस्तार पर्व विषय रे कोन? एही दिन रे आपण कोनोसी मध्य चर्च रे खोजी पाइबे नहीं जे निस्तार पर्व पालन करिथाए। सुसमाचार पुस्तकर अंतिम पृष्ठा रे यीशु आम्भमानंकु ताहांको अंतिम अनुरोध देले, समस्त जाति मध्य को जाओ और से मानंकु शिक्षा करो, जहा द्वारा से माने मोहर आज्ञार पालन करि पारिबे। जेबे आम्भे माने एपरि करिथाउ तेबे समस्त दुनिया उद्धार प्राप्त करि पारिबो। मात्र यही समस्त शिक्षार उपेक्षा करा जाउअछि। विश्राम दिन कोन एहार स्वागत करा जाय नहीं। निस्तार पर्व कोन एहार स्वागत करा जाय नहीं। कुटीरवास पर्व विषय रे कोन? ताहा मध्य खारज करा जाय। लोक माने सही विषय रे उपेक्षा करूछन्ति जहा परमेश्वरंक अटे। एथिपई बाइबल कहिला कि स्वर्ग जीवार पथ संकीर्ण पथ अटे होना।
ବହୁତ ଲୋକ ସେହି ପଥରେ ଯାଆନ୍ତି ଯାହା ବିନାଶ ଆଡ଼କୁ ଘେନିଯାଏ, ମାତ୍ର ଅଳ୍ପ ସେହି ଫାଟକ ଦେଇ ଅତିବାହିତ କରନ୍ତି ଯାହା ଆମମାନଙ୍କୁ ଜୀବନ ଆଡ଼କୁ ଘେନିଯାଏ। କାରଣ ପଥ ସଂକୀର୍ଣ୍ଣ ଅଟେ। ଏହି ସଂସାରରେ 7.7 ଆରବ ଲୋକମାନଙ୍କ ମଧ୍ୟରୁ କେତେ ଲୋକ ଜୀବନର ପଥରେ ପରମେଶ୍ୱରଙ୍କ ସହିତ ଗମନାଗମନ କରୁଛନ୍ତି? ଯେବେ ଆମ୍ଭେ ପରମେଶ୍ୱରଙ୍କ ସନ୍ତାନଙ୍କ ସଂଖ୍ୟା ଯାହା ପରମେଶ୍ୱରଙ୍କ ସହିତ ଗମନାଗମନ କରୁଛନ୍ତି 7.7 ଆରବ ଲୋକମାନଙ୍କ ସହିତ ତୁଳନା କରିଥାଉ, ଯେଉଁମାନେ ସମୁଦ୍ର କୂଳର ବାଲିତୁଲି ଅଟନ୍ତି, ତେବେ ଆମ୍ଭେ ଏହା କହିପାରିବା ନାହିଁ କି ଏହା ବହୁତ ଅଟେ। ମାତ୍ର ଯୀଶୁ ଆମ୍ଭମାନଙ୍କୁ କହିଲେ, ଯାଅ ଓ ଏହା ଶିକ୍ଷା କର ଯାହା ମୁଁ ତୁମମାନଙ୍କୁ ଆଜ୍ଞା ଦେଇଅଛି, ଆଉ ସେମାନଙ୍କୁ ତାହା ପାଳନ କରିବାକୁ ଶିକ୍ଷା କର। ଆମ୍ଭମାନଙ୍କୁ ଏପରି କାହିଁକି କରିବା ଉଚିତ? ଏହା ଏଥିପାଇଁ କାରଣ କେବଳ ତେବେ ଯାଇ ଲୋକ ଉଦ୍ଧାର ପ୍ରାପ୍ତ କରିପାରିବେ। ଆସନ୍ତୁ ଆମ୍ଭେ ମାର୍କ ଅଧ୍ୟାୟ 16ରେ ଏହି ଦୃଶ୍ୟର ପୁଷ୍ଟି କରିବା। ମାର୍କ ଅଧ୍ୟାୟ 16 ପଦ 15। ପୁଣି ସେ ସେମାନଙ୍କୁ କହିଲେ, ତୁମେମାନେ ସମୁଦାୟ ଜଗତକୁ ଯାଇ ସମସ୍ତ ମାନବ ଜାତି ନିକଟରେ ସୁସମାଚାର ଘୋଷଣା କର। ସୁସମାଚାର କ'ଣ? ଏହା ସମସ୍ତ ବ୍ୟବସ୍ଥା ଓ ନିୟମ ଅଟେ ଯାହା ଯୀଶୁ ଶିକ୍ଷା କଲେ ଆଉ ଆମ୍ଭମାନଙ୍କୁ ପାଳନ କରିବାକୁ ଆଜ୍ଞା ଦେଲେ। ଅନ୍ୟ ଶବ୍ଦରେ ନୂତନ ନିୟମ ଅଟେ, ହଁ ନା? ଆମ୍ଭମାନଙ୍କୁ ଏହାର ପ୍ରଚାର କରିବା ଉଚିତ। ତେବେ ସମସ୍ତ ମାନବ ଜାତିକୁ ସୁସମାଚାର କାହିଁକି ଶୁଣିବା ଉଚିତ? ଯେବେ ଆମ୍ଭେ ସୁସମାଚାର ଶୁଣିଥାଉ ଆଉ ତାହାର ପାଳନ କରିଥାଉ, ତେବେ ପରମେଶ୍ୱର ଆମ୍ଭମାନଙ୍କ ପରମେଶ୍ୱର ହେବେ ଓ ଆମ୍ଭେ ତାହାଙ୍କ ଲୋକ ହେବା ଏବଂ ଉଦ୍ଧାର ପ୍ରାପ୍ତ କରିବା। ଆସନ୍ତୁ ଆମ୍ଭେ ପୁଣି ଥରେ ପଦ 15 ଦେଖିବା। ପୁଣି ସେ ସେମାନଙ୍କୁ କହିଲେ, ତୁମେମାନେ ସମୁଦାୟ ଜଗତକୁ ଯାଇ ସମସ୍ତ ମାନବ ଜାତି ନିକଟରେ ସୁସମାଚାର ଘୋଷଣା କର। ଯେ ବିଶ୍ୱାସ କରି ବାପ୍ତିଜିତ ହୁଏ ତାହାର କ'ଣ ହେବ? ସେ ପରିତ୍ରାଣ ପାଇବ। କିନ୍ତୁ ଯେ ଅବିଶ୍ୱାସ କରେ ତାହାର କ'ଣ ହେବ? ସେ ଦଣ୍ଡଜ୍ଞା ପାଇବ। କାରଣ ଏହା ନିର୍ଦ୍ଧାରିତ କରିବ କି କ'ଣ କେହି ସ୍ୱର୍ଗ ଯିବ ବା ନର୍ଗରେ ଯିବ। ତେଣୁ ଯୀଶୁ ଆମ୍ଭମାନଙ୍କୁ ଏହା କହୁଥାଇ ଜାଗୃତ କଲେ, ଯାହା କିଛି ମୁଁ ତୁମମାନଙ୍କୁ ଆଜ୍ଞା ଦେଇଅଛି ତାହା ଶିକ୍ଷା କର, ଯାହାଦ୍ୱାରା ସମସ୍ତ ଜାତି ଏହାର ପାଳନ କରିପାରିବେ। ରବିବାରର ଆରାଧନା, ଖ୍ରୀଷ୍ଟମାସ, ଧନ୍ୟବାଦ ଦିବସ, କ୍ରୁସର ଉପାସନା, ସେସବୁ ଯୀଶୁଙ୍କ ଦ୍ୱାରା ଆମ୍ଭମାନଙ୍କୁ ଶିକ୍ଷା କରାଯାଇ ନାହିଁ। ଆସନ୍ତୁ ଆମ୍ଭେମାନେ ଆପଣାକୁ ସ୍ମରଣ କରାଇବା କି ଏହି ସମସ୍ତ ବସ୍ତୁ ଆମ୍ଭକୁ ଉଦ୍ଧାର ପର୍ଯ୍ୟନ୍ତ ପହଞ୍ଚାଇ ପାରିବ ନାହିଁ। ଆମ୍ଭକୁ ବାଇବେଲ ଦ୍ୱାରା ବୁଝିବା ଉଚିତ କି ଯେଉଁମାନେ ଏପରି ବସ୍ତୁକୁ ମାନନ୍ତି ସେମାନେ ପରମେଶ୍ୱରଙ୍କ ସହିତ ଗମନାଗମନ କରିପାରିବେ ନାହିଁ। ଆସନ୍ତୁ ଆମ୍ଭେ ଜିହିଜିକଲ ଅଧ୍ୟାୟ 36 ପଦ 26କୁ ଯିବା। ଆହୁରି ଆମ୍ଭେ ତୁମ୍ଭମାନଙ୍କୁ ଏକ ନୂତନ ହୃଦୟ ଦେବା ଓ ଆମ୍ଭେ ତୁମ୍ଭମାନଙ୍କ ଅନ୍ତରରେ ଏକ ନୂତନ ଆତ୍ମା ସ୍ଥାପନ କରିବା। ଆଉ ଆମ୍ଭେ ତୁମ୍ଭମାନଙ୍କ ମାଂସ ମଧ୍ୟରୁ ପ୍ରସ୍ତରମୟ ହୃଦୟ କାଢ଼ି ନେବା ଓ ଆମ୍ଭେ ତୁମ୍ଭମାନଙ୍କୁ ମାଂସମୟ ହୃଦୟ ଦେବା। ପୁଣି ଆମ୍ଭେ ତୁମ୍ଭମାନଙ୍କ ଅନ୍ତରରେ ଆମ୍ଭର ଆତ୍ମା ସ୍ଥାପନ କରିବା ଓ ତୁମ୍ଭମାନଙ୍କୁ କାହା ଉପରେ? ଆମ୍ଭର ବିଧିରୂପ ପଥରେ ଚଳେଇବା। ତହିଁରେ ତୁମେମାନେ ଆମ୍ଭର ଶାସନ ସକଳ ରକ୍ଷା କରି ପାଳନ କରିବ। ପୁଣି ଆମେ ତୁମମାନଙ୍କର ପିତୃପୁରୁଷ ଗଣକୁ ଯେଉଁ ଦେଶ ଦେଲୁ ତହିଁରେ ତୁମେମାନେ ବାସ କରିବ ଓ ତୁମେମାନେ ଆମ୍ଭର ଲୋକ ହେବ ଓ ଆମ୍ଭେ ତୁମମାନଙ୍କର କ'ଣ? ପରମେଶ୍ୱର ହେବା। ଆଉ ଆମ୍ଭେ ତୁମମାନଙ୍କୁ ତୁମମାନଙ୍କର ସକଳ ଔଷଚରୁ ପରିତ୍ରାଣ କରିବା। ଏବେ ଆମ୍ଭେ ସାମରିଆ ଓ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁସମାଚାର ପ୍ରଚାର କରି ଦୁନିଆକୁ ରକ୍ଷା କରିବା ପାଇଁ ପ୍ରତ୍ୟେକ ସମ୍ଭବ ଚେଷ୍ଟା କରୁଅଛୁ। ଅନ୍ୟ ଶବ୍ଦରେ ଆମ୍ଭେମାନେ ଲୋକମାନଙ୍କୁ ପରମେଶ୍ୱରଙ୍କ ଶିକ୍ଷା ପ୍ରଦାନ କରୁଅଛୁ। ସତ୍ୟ, ଏହା ପାଳନ କରିବାର ପ୍ରଣାଳୀ ଆଉ ନୂତନ ନିୟମର ଉଚିତ ମାନସିକତାକୁ ସମସ୍ତ ଦୁନିଆରେ ପ୍ରଚାର କରିବା ଉଚିତ, ଯାହାଦ୍ୱାରା ସମସ୍ତ ଲୋକ ନୂତନ ନିୟମର ଆଜ୍ଞାଗୁଡ଼ିକୁ ପାଳନ କରିପାରିବେ। ଏହି ପ୍ରକାରର ଚର୍ଚ୍ଚ ପରମେଶ୍ୱରଙ୍କ ସହିତ ଗମନାଗମନ କରୁଥିବା ଚର୍ଚ୍ଚ ଅଟେ। ଆଉ ସେହି ଚର୍ଚ୍ଚର ଲୋକମାନେ ପରମେଶ୍ୱରଙ୍କ ସହିତ ଗମନାଗମନ କରୁଥିବା ଲୋକ ଅଟନ୍ତି। କିନ୍ତୁ ବହୁତ ଗୁଡ଼ିଏ ଆତ୍ମା ଏବେ ଉଦ୍ଧାରର ସନ୍ଦେଶକୁ ବୁଝନ୍ତି ନାହିଁ। କିଛି ଲୋକ କହିପାରନ୍ତି, ଏବେ ଯେ କେହି ମୋ ସଙ୍ଗରେ ସାକ୍ଷାତ କରେ ସେ କେବଳ ଚର୍ଚ୍ଚର ବିଷୟରେ କଥା କରିଥାଏ। ମାତ୍ର ଯେବେ ସେ ଆତ୍ମିକ ଦୃଷ୍ଟିକୋଣରେ ଏହି ସ୍ଥିତିକୁ ଦେଖିବ ତେବେ ସେ ଚିନ୍ତା କରିବ, ସତ୍ୟରେ ଏହା ପାଖରେ ବହୁତ ପ୍ରେମ ଥିଲା। ମୋ ଆତ୍ମାକୁ ରକ୍ଷା କରିବା ପାଇଁ ସେ ଲମ୍ବା ସମୟ ପର୍ଯ୍ୟନ୍ତ ବହୁତ ଚେଷ୍ଟା କଲା। ସେ ମୋତେ ଏହା ଜଣାଇବାକୁ ପ୍ରତ୍ୟେକ ସମ୍ଭବ ଚେଷ୍ଟା କଲା କି ଯୀଶୁ ଆମ୍ଭମାନଙ୍କୁ କ'ଣ ପାଳନ କରିବାକୁ ଆଜ୍ଞା ଦେଲେ। ଶେଷରେ ସମସ୍ତ ଲୋକ ଏହା ଜାଣିବେ। ଆମ୍ଭମାନଙ୍କ ପରିବାରର ସମସ୍ତ ସଦସ୍ୟ ଜାଣିବେ। ଆମ୍ଭମାନଙ୍କ ସମସ୍ତ ଜାତିବନ୍ଧୁ, ମିତ୍ର ଓ ପରିଚିତ ଲୋକଙ୍କୁ ଏହା ଜଣାପଡ଼ିବ। ପରମେଶ୍ୱର ଆମ୍ଭମାନଙ୍କୁ ସମସ୍ତ ଲୋକଙ୍କୁ ସ୍ୱର୍ଗର ପଥର
ପ୍ରଚାର କରିବାକୁ କହିଲେ। ଯେବେ ଲୋକମାନେ ଏହି ସନ୍ଦେଶକୁ ଶୁଣନ୍ତି ତେବେ ସେମାନେ ଯଦିଓ ଏହା ସ୍ୱୀକାର କରନ୍ତୁ ବା ନ କରନ୍ତୁ, ଏହା ନିମନ୍ତେ ଦାୟିତ୍ୱ ସମ୍ପନ୍ନ ସେମାନେ ହିଁ ଅଟନ୍ତି, ଆମ୍ଭେ ନାହିଁ। ମାତ୍ର ଆମ୍ଭମାନଙ୍କୁ ସେମାନଙ୍କ ଜୀବନର ଆଶୀଷିତ ଓ ବହୁମୂଲ୍ୟ ସତ୍ୟ ଜଣାଇବା ଉଚିତ କି ନାହିଁ? ଆମ୍ଭକୁ ଲୋକମାନଙ୍କୁ ଏହା ଜାଣିବାକୁ ଦେବା ଉଚିତ, ଯାହାଦ୍ୱାରା ସେମାନେ ପରମେଶ୍ୱରଙ୍କ କୋଳରେ ଫେରି ଆସିପାରିବେ। ସ୍ୱର୍ଗ କେବଳ ଆମ୍ଭମାନଙ୍କ ନିମନ୍ତେ ନୁହେଁ, ମାତ୍ର ସମସ୍ତଙ୍କ ନିମନ୍ତେ ଅଟେ। ଯେ ପର୍ଯ୍ୟନ୍ତ ସମସ୍ତ ଲୋକ ସତ୍ୟ ଖୁସି ପ୍ରାପ୍ତ ନ କରନ୍ତି, ସେ ପର୍ଯ୍ୟନ୍ତ ମୁଁ ସିଓନର ସମସ୍ତ ସଦସ୍ୟଙ୍କୁ ଏହା ପୂର୍ଣ୍ଣ କରିବା ପାଇଁ ଆଉ ଅଳ୍ପ ଚେଷ୍ଟା କରିବା ପାଇଁ କହିବାକୁ ଚାହିଁବି। ଆମ୍ଭମାନଙ୍କ ଚର୍ଚ୍ଚ ଅଫ୍ ଗଡ୍ ପରମେଶ୍ୱରଙ୍କ ସହିତ ଗମନାଗମନ କରୁଅଛି, ଆଉ ଆମ୍ଭେ ପରମେଶ୍ୱରଙ୍କ ସହିତ ଗମନାଗମନ କରୁଥିବା ବ୍ୟକ୍ତି ଅଟୁ। ପରମେଶ୍ୱରଙ୍କୁ ପ୍ରସନ୍ନ କରୁଥାଇ ଦୟାପୂର୍ବକ ଅନ୍ତିମ ବିଶ୍ରାମ ଦିନ ପାଳନ କରନ୍ତୁ। ଏହି ବିଶ୍ରାମ ଦିନ ଦ୍ୱାରା ଆସନ୍ତୁ ଆମେ ପରମେଶ୍ୱରଙ୍କ ପ୍ରେମ ଓ ତାହାଙ୍କ ସମସ୍ତ ଇଚ୍ଛାକୁ ଆହୁରି ଅଧିକ ବୁଝିବା। ଏହା ଦ୍ୱାରା ମୁଁ ଆଜିର ଉପଦେଶକୁ ସମାପ୍ତ କରିବାକୁ ଚାହିଁବି। ଆପଣଙ୍କ ବହୁତ ବହୁତ ଧନ୍ୟବାଦ।